आमे जो वोट दो तार शक्ति प्रकृत रे केते आमे जो व्यवस्था रे रहुछु सेटा केमिति काम करे आसंतु आज सही गणतंत्र विषय रे बुझिबा जहा एक शासन व्यवस्था नुहे बा जहा हेउछि लोकंक शक्ति रो प्रतिश्रुति। ठीक अछि, तेबे आमे आज कोन सब जानिबा आमे गणतंत्र प्रकृत रे कोन एहार मूलदुआ कोन ଏହା କେତେ ପ୍ରକାରର ଆଉ ଆମ ଦେଶ ଭାରତରେ ଏଟା କେମିତି କାମ କରେ ଏହାର ଆହ୍ୱାନ ଗୁଡ଼ିକ କ'ଣ ଆଉ ସବୁଠୁ ଜରୁରୀ କଥା ଗୋଟେ ନାଗରିକ ହିସାବରେ ଆମ ଭୂମିକା କ'ଣ ଚାଲନ୍ତୁ ଆରମ୍ଭ କରିବା। ତେବେ ଚାଲନ୍ତୁ ଏକଦମ ମୂଳରୁ ଆରମ୍ଭ କରିବା। ଆମେ ଯେତେବେଳେ ଶୁଣୁ ଗଣତନ୍ତ୍ର ବା ଡେମୋକ୍ରେସି ଏ ଶବ୍ଦର ପ୍ରକୃତ ମାନେଟା କ'ଣ ଦେଖନ୍ତୁ, ଯେକୌଣସି ଶାସନ ବ୍ୟବସ୍ଥାର ମୂଳରେ ଗୋଟେ ବଡ଼ ପ୍ରଶ୍ନ ଥାଏ, ପ୍ରକୃତ ଶକ୍ତି ରହିବ କାହା ପାଖରେ? ରାଜା ପାଖରେ, ସେନା ପାଖରେ ନା ଆଉ କାହା ପାଖରେ? ଗଣତନ୍ତ୍ର ଏହି ପ୍ରଶ୍ନର ଗୋଟେ ବହୁତ ସିଧା ଆଉ ସ୍ପଷ୍ଟ ଉତ୍ତର ଦିଏ ଆଉ ସେ ଉତ୍ତରଟି ଶୁଣିବାକୁ ବହୁତ ସରଳ, କିନ୍ତୁ ପ୍ରକୃତରେ ଏହା ଏକ ବୈପ୍ଳବିକ ଚିନ୍ତାଧାରା। ଆଉ ଉତ୍ତରଟି ହେଉଛି ଶକ୍ତିର ପ୍ରକୃତ ଉତ୍ସ ହେଉଛନ୍ତି ସାଧାରଣ ଲୋକ, ଜନତା। ଲୋକମାନେ ହିଁ ଭୋଟ ଦେଇ ସ୍ଥିର କରିଥାନ୍ତି ଯେ ଶାସନ କିଏ କରିବ। ଆଉ ମଜାର କଥା ହେଉଛି ଏଇ ଯେଉଁ ଡେମୋକ୍ରେସି ଶବ୍ଦ ଏହା ନିଜେ ନିଜର ପରିଚୟ ଦିଏ। ଏହା ଆସିଛି ଦୁଇଟି ଗ୍ରୀକ୍ ଶବ୍ଦରୁ, ଗୋଟେ ହେଲା ଡେମସ୍ ମାନେ ଲୋକ ଆଉ ଦ୍ୱିତୀୟଟି ହେଲା କ୍ରେଟସ୍ ଯାହାର ଅର୍ଥ ହେଉଛି ଶକ୍ତି ବା ଶାସନ। ତେବେ ଦୁଇଟାକୁ ମିଶାଇ ଦେଲେ କ'ଣ ହେଲା? ସିଧା କଥା, ଲୋକଙ୍କର ଶକ୍ତି ବା ଲୋକଙ୍କର ଶାସନ। ଖାଲି ଲୋକଙ୍କ ଶାସନ କହିଦେଲେ ତ ହେବନି, ଠିକ୍ ନା? ଏହି ଧାରଣାକୁ ବାସ୍ତବରେ କାମରେ ଲଗାଇବା ପାଇଁ କିଛି ମଜବୁତ ମୂଳଦୁଆ ଦରକାର। ତେବେ ଚାଲନ୍ତୁ ଦେଖିବା ଗଣତନ୍ତ୍ରର ସେହି ମୂଳ ସ୍ତମ୍ଭ ଗୁଡ଼ିକ କ'ଣ। ଗୋଟେ ସୁସ୍ଥ ଗଣତନ୍ତ୍ର ମୁଖ୍ୟତଃ ଏହି କିଛି ମୂଳଦୁଆ ଉପରେ ଠିଆ ହୁଏ। ପ୍ରଥମତଃ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ, ମାନେ ଲୋକେ ବିନା ଡରରେ ଭୋଟ ଦେବେ। ଦ୍ୱିତୀୟ, ଆଇନର ଶାସନ, ଯେଉଁଠି ଗରିବ ହେଉ କି ଧନୀ ସମସ୍ତେ ଆଇନ ଆଗରେ ସମାନ। ତା ସହିତ ମୌଳିକ ଅଧିକାରର ସୁରକ୍ଷା, ନାଗରିକଙ୍କ ଅଂଶଗ୍ରହଣ ଆଉ ସରକାରର ଉତ୍ତରଦାୟିତ୍ୱ। ମନେ ରଖନ୍ତୁ, ଏଗୁଡ଼ା ଗୋଟେ ଘରର ଖୁଣ୍ଟ ଭଳି, ଗୋଟେ ବି ଦୁର୍ବଳ ହେଲେ ପୁରା ବ୍ୟବସ୍ଥାଟା ଦୋହଲିଯିବ। ଆଚ୍ଛା, ଆମେ ତ ଜାଣିଲେ ଶକ୍ତି ଲୋକଙ୍କ ପାଖରେ ଅଛି, କିନ୍ତୁ ପ୍ରଶ୍ନ ହେଉଛି ଏତେ ଲୋକ ମିଶି ଏହି ଶକ୍ତିକୁ ବ୍ୟବହାର କରନ୍ତି କେମିତି? କ'ଣ ପ୍ରକ୍ରିୟା ରହିଛି? ଏହାର ମୁଖ୍ୟତଃ ଦୁଇଟି ରାସ୍ତା ଅଛି। ଗୋଟେ ହେଲା ପ୍ରତ୍ୟକ୍ଷ ଗଣତନ୍ତ୍ର। ଏଥିରେ ସବୁ ଲୋକ ସବୁ ନିଷ୍ପତ୍ତିରେ ସିଧାସଳଖ ଭୋଟ ଦିଅନ୍ତି। ଭାବି ନିଅନ୍ତୁ ଯେମିତି ଗାଁର ମିଟିଂରେ ସମସ୍ତେ ମିଶି ନିଷ୍ପତ୍ତି ନିଅନ୍ତି, କିନ୍ତୁ ଏବେକାର ବଡ଼ ବଡ଼ ଦେଶମାନଙ୍କରେ ଏପରି କରିବା ସମ୍ଭବ ନୁହେଁ। ସେଥିପାଇଁ ଅଛି ଦ୍ୱିତୀୟ ରାସ୍ତା, ପ୍ରତିନିଧି ଗଣତନ୍ତ୍ର। ଏଥିରେ ଆମେ ନିଜର ପ୍ରତିନିଧି ବାଛିଥାଉ ଆଉ ସେମାନେ ଆମ ପାଇଁ ନିଷ୍ପତ୍ତି ନିଅନ୍ତି। ଆଜିକାଲି ଦୁନିଆର ଅଧିକାଂଶ ଦେଶରେ ଏହି ବ୍ୟବସ୍ଥା ହିଁ ଚାଲିଛି। ଆଉ ଏହି ପ୍ରତିନିଧି ଗଣତନ୍ତ୍ରର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ଚାହୁଁଥିଲେ, ତେବେ ଆମ ନିଜ ଦେଶ ଭାରତ ଛଡ଼ା ଆଉ ବଡ଼ ଉଦାହରଣ କ'ଣ ହେଇପାରେ? ବିଶ୍ୱର ବୃହତ୍ତମ ଗଣତନ୍ତ୍ର। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଭାରତରେ 18 ବର୍ଷରୁ ଉର୍ଦ୍ଧ୍ୱ ସବୁ ନାଗରିକଙ୍କୁ ଭୋଟ ଦେବାର ଅଧିକାର ମିଳିଛି। ଏଠି ନିୟମିତ ଭାବେ ନିର୍ବାଚନ ହୁଏ, ଯେଉଁଠି କୋଟି କୋଟି ଲୋକ ଭୋଟ ଦିଅନ୍ତି। ଆମ ସମ୍ବିଧାନ ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦିଏ। ଏହା ହିଁ ତ ପ୍ରତିନିଧି ଗଣତନ୍ତ୍ରର ସବୁଠୁ ଜୀବନ୍ତ ଉଦାହରଣ। ହେଲେ ଏହାର ଅର୍ଥ ନୁହେଁ ଯେ ଗଣତନ୍ତ୍ରରେ ସବୁକିଛି ଠିକ୍ ଠାକ୍ ଚାଲିଛି। କୌଣସି ବି ବ୍ୟବସ୍ଥା ତ୍ରୁଟିହୀନ ନୁହେଁ। ଆଉ ଗଣତନ୍ତ୍ର ସାମ୍ନାରେ ବି କିଛି ବଡ଼ ବଡ଼ ଆହ୍ୱାନ ରହିଛି। ସେଗୁଡ଼ିକୁ ବି ଜାଣିବା ନିହାତି ଦରକାର। ଦେଖନ୍ତୁ, ଗଣତନ୍ତ୍ରର ରାସ୍ତାଟା ସବୁବେଳେ ସିଧା ନୁହେଁ। ଦୁର୍ନୀତି ଭଳି ଜିନିଷ ଏହା ଲୋକଙ୍କ ବିଶ୍ୱାସକୁ ଭାଙ୍ଗିଦିଏ। ସମାଜରେ ଥିବା ଅସମାନତା
ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ମିଳେନି। ଆଉ କେତେବେଳେ କ୍ଷମତାର ଦୁରୁପଯୋଗ, ଏସବୁ ମିଶିକି ହିଁ ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରି ପକାଏ। ତେଣୁ ଏସବୁ ସମସ୍ୟା ସହିତ ଲଢ଼ିବା ଗୋଟେ ଲଗାତାର ଚାଲୁଥିବା ପ୍ରକ୍ରିୟା। ତେବେ ପ୍ରଶ୍ନ ଉଠୁଛି, ଏସବୁ ସମସ୍ୟାର ସମାଧାନ କ'ଣ? ଏହାର ଚାବିକାଠି କାହା ପାଖରେ? କେବଳ ସରକାର ପାଖରେ ନୁହେଁ, ଏହାର ପ୍ରକୃତ ଉତ୍ତର ନାଗରିକମାନଙ୍କ ପାଖରେ। କାହିଁକି ନା ଆମେ ଆରମ୍ଭରୁ କ'ଣ କହିଥିଲେ? ଗଣତନ୍ତ୍ର ମାନେ ଲୋକଙ୍କର ଶକ୍ତି। ତେଣୁ ଶକ୍ତି ଯାହା ପାଖରେ, ଦାୟିତ୍ୱ ବି ତାରି। ଜଣେ ଦାୟିତ୍ୱବାନ ନାଗରିକ ହେବାର ଅର୍ଥ କ'ଣ? କେବଳ 5 ବର୍ଷରେ ଥରେ ଯାଇ ଭୋଟ ଦେଇଦେବା? ନା, ଆଦୌ ନୁହେଁ। ଏହାର ଅର୍ଥ ନିଜର ଅଧିକାର ଆଉ କର୍ତ୍ତବ୍ୟ ଦୁଇଟା ବିଷୟରେ ଜାଣିବା, ଦେଶର ଆଇନକୁ ମାନିବା, ସମାଜରେ ହେଉଥିବା ଜରୁରୀ ଆଲୋଚନାରେ ଭାଗ ନେବା। ଏହି ସବୁ ଛୋଟ ଛୋଟ କାମ ହିଁ ମିଶି ଗଣତନ୍ତ୍ରକୁ ସତରେ ଜୀବନ୍ତ ଆଉ ମଜବୁତ କରିଥାଏ। ତେଣୁ ଶେଷରେ କଥା ଏଇଆ, ସଚେତନ ଓ ଦାୟୀ ନାଗରିକ ହିଁ ଗଣତନ୍ତ୍ରକୁ ଶକ୍ତିଶାଳୀ କରନ୍ତି। ସେମାନେ ହିଁ ଏହାର ପ୍ରକୃତ ପହରଦାର। ଏହା କୌଣସି 5 ବର୍ଷିଆ ଖେଳ ନୁହେଁ, ଏହା ପ୍ରତିଦିନର ପ୍ରତି ମୁହୂର୍ତ୍ତର ଏକ ସାମୂହିକ ଦାୟିତ୍ୱ। ତେବେ ଏହି ଆଲୋଚନା ଶେଷରେ ଏକ ପ୍ରଶ୍ନ ସମସ୍ତଙ୍କ ପାଇଁ ଛାଡ଼ି ଯାଉଛି। ଗୋଟିଏ ସୁଦୃଢ଼ ଗଣତନ୍ତ୍ର ଗଢ଼ିବା ପାଇଁ ଆମର କ'ଣ ସବୁ ଦାୟିତ୍ୱ ରହିଛି?